ଏକ ପତି ଏକ ପତ୍ନୀ ବ୍ରତ ଦାମ୍ପତ୍ୟ ସମ୍ପର୍କ ଏକ ପବିତ୍ର ବନ୍ଧନ ବୋଲି ଭାବନ୍ତୁ, ଏକ ଚିରନ୍ତନ ସମ୍ପର୍କ ବୋଲି ଧାରଣା କରନ୍ତୁ। ହିନ୍ଦୁ ଧର୍ମରେ ଏହାକୁ ଜନ୍ମ ଜନ୍ମର ସମ୍ପର୍କ ବୋଲି କୁହାଯାଏ। ନିଜର ମନୋଭାବକୁ ସେହି ଅନୁରୂପ କରନ୍ତୁ, ଦେଖିବେ ଦାମ୍ପତ୍ୟ ଜୀବନ ପାରସ୍ପରିକ ସ୍ନେହ ଓ ସହଯୋଗର ଏକ ବିଶେଷ କ୍ଷେତ୍ର ହୋଇଯିବ। ପରସ୍ପରର ଜୀବନ ପରିପୁଷ୍ଟ ହେବ। ଏଭଳି ମନୋଭାବ ରହିଲେ ଦାମ୍ପତ୍ୟ କଳହ ଓ ଭୁଲ ବୁଝାମଣା ଆସିଲେ ମଧ୍ୟ ସମ୍ପର୍କକୁ ଛିନ୍ନ କରିଦେବାର ଚିନ୍ତା କେବେ ଆସିବ ନାହିଁ। ସମସ୍ୟା ଆସିଲେ ତାର ସମାଧାନ ପାଇଁ ପ୍ରଚେଷ୍ଟା ରହିବ ଏବଂ ସୁଯୋଗ ମଧ୍ୟ ମିଳିବ। କଥା ମଧ୍ୟ ମନେ ରଖିବା ଦରକାର ଯେ ପତି ବଦଳାଇଲେ କିମ୍ବା ପତ୍ନୀ ବଦଳିଗଲେ ଦାମ୍ପତ୍ୟ ଜୀବନର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯାଏ ନାହିଁ। ଏହା ଭିନ୍ନ ରୂପରେ ଆସେ। ବରଂ ଏକ ପତି ପତ୍ନୀ ବ୍ରତ ରଖିଲେ ଦାମ୍ପତ୍ୟ ଜୀବନର ଭିତ୍ତି ଦୃଢ଼ ହୁଏ, ସକଳ ସମସ୍ୟାର ସମାଧାନ ଶୀଘ୍ର ସମ୍ଭବ ହୁଏ। ଜୟ ଶ୍ରୀ ଜଗନ୍ନାଥ।